आरुआ पंचायत एटा को विमान टा कोथिकार विमान बणिया राधा कविता जी ए जो विमान ले कोथरे सजाई आमर विमान एथर सजा है काजू अलैच एवं आलमंड एटा केते टका खर्च होई विमान ले पाखापाखि 180 खंडे खर्च है अच्छा ए जे केते हाइट अछि विमान टे केते हाइट बर्तमान आम अच्छी 13 फुट से 6 इंच यार ओजन किछ कळना करी हबो ओजन पाखापाखि बर्तमान 1.5 क्विंटल भितर हम एतरे जो केते वर्ष धरि आपण एमिति करछ मोर एटा 24 वर्ष हो गला अच्छा ए जो विमान आछी प्रति वर्ष नुआ नुआ कारुकार्य ना सेम प्रति वर्ष मोर नुआ गोटे डिजाइन नुआ जिनस तैयारी मोर प्रति वर्ष गोटे किसी ना लोक गोटे मोर देखा हूँ मोर हबी या पर वर्ष कोन आपण कर इच्छा या पर वर्ष मोर तो इच्छा अछि आ गोटे अलग नुआ डिजाइन करिवार किंतु ताता है नै ताको ये 6 मास गले नियाति मु ताको देखि ओडिसा रा कोड कोन केमिति होउची मु से हिसाब रे करियो बहुत बहुत धन्यवाद आपण बहुमूल्य समय दिथार नमस्कार किंतु मस्त व्यू अछि भले लोग देखला ना बगुते विमान का श्याम मंदिर है जी श्याम मंदिर
ଯାଅ ଏଇଠି ଉଠ ଏଇଠି ହେଲେ ଫଟୋ ଗୋଟେ ଉଠ ଯାଅ ଯାଅ ଓଡ଼ିଶାର ଧାନ ଚାଉଳ ଶସ୍ତା ହେଇଗଲା ନା ଆମେ ମେଢ଼ ତିଆରି ଲାଗି ଆପଣ ପରିଚୟଟା ଦେବେ। ଆଜ୍ଞା ମୋ ନାମ ହେଉଛି ସୁଖଦେବ ବେହେରା କିନ୍ତୁ ତମାଖଣ୍ଡି ନିବାସୀ। ଏଇ ଯୋଉ ମେଳନଟି ହଉଛି ଏଟା କେତେ ବର୍ଷ ଧରି ଚାଲେ? ଏଟା ତ ଦୀର୍ଘ ଆମେ ତ ସେତେ ପର୍ଯ୍ୟନ୍ତ ଜନ୍ମ ନାହିଁ ତା ପୂର୍ବରୁ ତେବେ ତ ମୋର 58 ବର୍ଷ ହେଲାଣି। ତା ପୂର୍ବରୁ ସେମାନେ ଆମର ବାପ ଗୋଛାଙ୍କ ବଳରୁ ଏଟା ରହି ଆସିଛି ପରମ୍ପରାଟା ରହି ଆସିଛି ଆଉ ସେଇଟାକୁ ଆମେ ବର୍ତ୍ତମାନ ବଜାୟ ରଖି ଚାଲିଛୁ ଆଉ। ଏ ମୁଁ ଦେଖିଲି କି ଏଟା ଯୋଉ ଲେଖା ହେଇଛି ପିତ୍ତଳ ମନ୍ଦିର ବା ତମ୍ବାଖଣ୍ଡି ଅଞ୍ଚଳରୁ ଆସିଛି ତ ଏବେ ଏଇ ବର୍ଷ ହଉଛି ଏମିତି କାରୁକାର୍ଯ୍ୟ ହେଇଛି ତା ପୂର୍ବ ବର୍ଷ ସେମିତି ହେଇଥିଲା ନା ପ୍ରତିବର୍ଷ ହଉଛି ନା କଣ? ଆମର ପ୍ରତ୍ୟେକ ବର୍ଷରେ ପ୍ରତ୍ୟେକ ରକମର ମାନେ ଡିଜାଇନ ଚେଞ୍ଜ କରିକି କରାହଉଛି ଆଉ ଏମିତିକି ସବୁ କେତେ ବର୍ଷ ମାନେ କେତେ ଟଙ୍କା ଗୋଟେ ବର୍ଷରେ କେତେ ଟଙ୍କା ଖର୍ଚ୍ଚ ହଉଛି ଏଇ ବିମାନ ସଜାଇବା ପାଇଁ? ମିନିମମ ଏ ବର୍ଷ ପାଇଁ ତ 1,30,000 ଟଙ୍କା ଏଥିରେ ଖର୍ଚ୍ଚ ହେଇଛି ଆଉ ଅଲଗା ଅଲଗା ଦିନ ଯେଇ ରକମର ମାନେ କଷ୍ଟଲି କି ସେଇ ରକମ ପଇସା ଖର୍ଚ୍ଚ କରିବାକୁ ପଡେ ଆଉ। ଆଚ୍ଛା ଏଇଠି କହିବେ ମତେ ଦେଇକି ବିମାନ ସଜାଇବା ପାଇଁ ହେଲେ କେତେ ଦିନ ପୂର୍ବରୁ ସଜାଇବା ପାଇଁ ପଡେ? ଆମର ମିନିମମଟା 20-22 ଦିନ ଲାଗି ଯାଉଛି ମାନେ କାଲକାଟାରୁ ଆମର ଆସୁଛନ୍ତି କାରିଗର ମାନେ ଆସୁଛନ୍ତି ସେମାନେ ଆସିକି ଏଠି ମାନେ ଇଏ କରୁଛନ୍ତି ସେଥିପାଇଁ 20-22 ଦିନ ମିନିମମଟା। ଏଇ ଯୋଉ ଜାଗାଟି ବ୍ରାହ୍ମଣୀ ଏଟା ଟିକେ ଡିଟେଲ୍ସ କହିବେ ଆମ ଦର୍ଶକ ମାନଙ୍କୁ। ଆଜ୍ଞା ଏ ବ୍ରାହ୍ମଣୀଗାଁ ଭଦ୍ରକ ଡିଷ୍ଟ୍ରିକ୍ଟରେ ଏଟା ବ୍ରାହ୍ମଣୀଗାଁ ବାସୁଦେବପୁର ବ୍ଲକ ଆଉ ତେଣୁ କରିକି ସମସ୍ତେ ଏଠି ଇଏ କରି ମାନେ ଭଲ ଇଏ କରି ସଜାସଜା କରିକି ଆସୁଛନ୍ତି ସମସ୍ତେ ଭଲରେ ବି ଇଏ କରୁଛନ୍ତି ପ୍ରତ୍ୟେକ ଠାକୁର ଅଧିକାରୀ ମାନେ ସମସ୍ତେ ଯେ ଆସିକି ଏଠି ଇଏ କରୁଛନ୍ତି ଏମିତିକି ଚାଲିଛି ଆଉ। ଏଇଠି କେତେ ଠାକୁର ହଉଛନ୍ତି? ବର୍ତ୍ତମାନ କେତେ 47 ବର୍ତ୍ତମାନ ଆଗେ ତ ଥିଲା ଆଗରୁ 20-22 ବି ମାନେ ଥିଲା ବଢି ବଢିକି ଆସିକି 47ରେ ପହଞ୍ଚିଛି ଯେହେତୁ ଇଏ ଗୋଟେ ଏମିତିକା ଗୋଟେ ପାରମ୍ପରିକ ଉତ୍ସବ ସେ ଉତ୍ସବରେ ତମେ ସମସ୍ତେ ତେଣୁକରି ଧୀରେ ଧୀରେ ବଢି ବି ଚାଲିଛି ଯାତ୍ରୀ ମାନେ ବି ବା ଏତିକ ଇଏ ସବୁ ଯାତ୍ରୀ ମାନେ ଆସୁଛନ୍ତି ତାଙ୍କର ବି ମନରେ ବି ଗୋଟେ ଉତ୍ସାହିତ ରହୁଛି ସେଥିପାଇଁ ଏଠି ଚାଲିଛି ଏ ଅନୁଷ୍ଠାନ ଆଉ। ଏଟା କେତେ ଦିନ ଧରି ଚାଲିବ? ଏଇଟା କିନ୍ତୁ ଆମର ପୂର୍ଣ୍ଣମୀ ଦିନରେ ଷ୍ଟାର୍ଟ ହୁଏ ଯୋଉଟା କି ଆମର ଦୋଳ ପୂର୍ଣ୍ଣମୀ ଗୋପାଳ ମାନଙ୍କର ଉତ୍ସବ ଦିନ ହିଁ ଆମର ଏଠୁ ମାନେ ଠାକୁର ବାହାରନ୍ତି ତା ପରଦିନ ସକାଳେ ଭୋରୁ ଭୋରୁ 6ଟା 5:30 ଭିତରେ ପହଞ୍ଚି ଯାଆନ୍ତି ଆଉ ଆଜି ରହିବେ ଆଜି ରାତି ଏଇ ଯାତ୍ରୀ ମାନଙ୍କ ପାଇଁକି ତ ରାତି 8-9 ଏମିତିକି ବାଜିଯାଏ ତାପରେ ଆମେ ଏଠୁ ବିଦାୟ ନେଇ ଆମ ନିଜ ବହୁତ ବହୁତ ଧନ୍ୟବାଦ ଆପଣ ବହୁମୂଲ୍ୟ ସମୟ ଦେଇଥିବାରୁ। ନମସ୍କାର। ଚାଲିବୁ ନା ମୋ ନାଁ ଗୌରାଙ୍ଗ ଚନ୍ଦ୍ର ପାଢ଼ୀ ଆମ ଘର ବୈକୁଣ୍ଠପୁର ବ୍ରାହ୍ମଣଗାଁ ପଞ୍ଚାୟତ ଏ ବଜାର ପାଖରେ ଆମ ପାଖାପାଖି ଲୋକ ଆମେ। ଏଇ ଯୋଉ ମେଳନଟି ହଉଛି ଯୋଉ କି ନାଁ ଅଛି ଶ୍ରୀ ଶ୍ରୀ ଲକ୍ଷ୍ମୀ ଜନାର୍ଦ୍ଦନ ଜୀଉ ଏଇ ଯୋଉ ମେଳନଟି କେତେ ବର୍ଷ ଧରି ଚାଲିବ? ଏଇ ଲକ୍ଷ୍ମୀ ଜନାର୍ଦ୍ଦନ ଜୀଉଙ୍କର ତ ବାହାନ କେବେ ମୁଁ ଜାଣି ନାହିଁ ମୋ ବାପା ଜେଜେ ପ୍ରେସିଡିଂରେ କରୁଥିଲେ ମୁଁ ମଧ୍ୟ ସେଇ ପ୍ରେସିଡିଂରେ ଚଲେଇଛି ମତେ 53 ବର୍ଷ ହେଲାଣି। ଏଇ କ୍ରମରେ ଇଏ ଅନୁଷ୍ଠାନ ଚାଲିଛି କିନ୍ତୁ 500 ବର୍ଷ ପୂର୍ବରୁ ଏ ମେଳନ ଆରମ୍ଭ ହେଇଥିଲା ଚାଲିଛି କଣ୍ଟିନ୍ୟୁ କରୁଛି ଆଉ। ଆଚ୍ଛା ଏଇ ଯୋଉ ଆପଣଙ୍କର କାରୁକାର୍ଯ୍ୟ ହେଇଛି ଯାହାକି ଯୋଉ କେଉଁଥିରେ ତିଆରି ହେଇଛି? ଏ କାଠରେ ବିମାନଟି ତିଆରି ହେଇଛି ତାପରେ ତ ଆମର ଏଇ ବିଷ୍ଣୁ ମହାରଣା ଜଣେ ଲୋକ ଅଛନ୍ତି ଏବଂ ତାଙ୍କ କଟକରୁ ତାଙ୍କର କଣ୍ଟାକ୍ଟ ଅଛି ସେ ମିସ୍ତ୍ରୀ ଆଣିକି ସେମାନେ ତ ପେଇଁଆ କାଠି ଆଉ ଅନ୍ୟ କଣ ସବୁ ଲଗେଇଛନ୍ତି ଲଗେଇକି ସବୁ ଏ ବିମାନ ଟିକେ ତିଆରି କରିଛନ୍ତି ଏଟାକୁ ପ୍ରାୟ ପାଖାପାଖି ସେମାନେ 15-17 ଦିନ 4 ଜଣ ଲୋକ ହିଁ କରିଛନ୍ତି। କେତେ ପଇସା ଖର୍ଚ୍ଚ ହୁଏ? ଏଥିରେ ଏଇ ବିମାନ ଉପରେ ଏଥର ଖର୍ଚ୍ଚ ହେଇଛି ଫୁଲ ଏଇ ଡେକୋରେସନ ସହିତ ବୋଧେ 70-75 ହଜାର ଖଣ୍ଡେ ଟଙ୍କା ଖର୍ଚ୍ଚ ହେଇଛି। ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣ ବହୁମୂଲ୍ୟ ସମୟ ଦେଇଥିବାରୁ। ନମସ୍କାର।